ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭଦ୍ରକ ଜିଲ୍ଲା ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ 22ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓୟୁଏଟି ଶିକ୍ଷା ସମ୍ପ୍ରସାରଣ ଉପନିର୍ଦ୍ଦେଶକ ସନତ କୁମାର ଦ୍ୱିବେଦୀ, ରାଣୀତାଲ କେଭିକେର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସଞ୍ଜୟ ମହାନ୍ତି, କୃଷି ବୈଜ୍ଞାନିକ ଡକ୍ଟର ବିଶ୍ୱରଞ୍ଜନ ନାୟକ, ଡକ୍ଟର ସୁନୀଲ ସାମଲ ପ୍ରମୁଖ ଯୋଗଦେଇ ଚାଷ ଓ ଚାଷୀର ଅର୍ଥନୈତିକ ଅଭିବୃଦ୍ଧି, ଚାଷୀ ଉତ୍ପାଦକ ଗୋଷ୍ଠୀର ଫସଲ ବିକ୍ରିବଟା, ଜଳବାୟୁ ପରିବର୍ତ୍ତନ, ଚାଷର ଖସଡ଼ା ପ୍ରସ୍ତୁତି, ରବି ଖରିଫ ଚାଷର ଅଗ୍ରଗତି, ଗୋପାଳନ, କୁକୁଡ଼ା, ବତକ, ଛତୁ, ମାଛ, ଧାନ ଚାଷ ଓ ତୈଳବୀଜ ଫସଲ ସମ୍ପର୍କରେ ଆଲୋଚନା କରିଥିଲେ। ଏ ସମ୍ପର୍କରେ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡକ୍ଟର ସଞ୍ଜୟ କୁମାର ମହାନ୍ତି କହିଛନ୍ତି, ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେଉଁ ବିଭିନ୍ନ ପ୍ରକାର ସ୍କିମ୍ ରହିଛି ଏବଂ ଚାଷୀମାନଙ୍କର ଯେଉଁ ପ୍ରୋବ୍ଲେମ୍ ରହିଛି ସେ ପ୍ରୋବ୍ଲେମକୁ ଆମେ ଆଇଡେଣ୍ଟିଫାଏ କରି ଏବଂ ତାକୁ ଚାଷୀ ସହିତ ଚାଷୀ କ୍ଷେତ୍ରରେ ମିଶି କେମିତି ଆମେ ପରୀକ୍ଷଣ କରିପାରିବା, ବିଭିନ୍ନ କ୍ଷେତ୍ର ପ୍ରଦର୍ଶନ ମଧ୍ୟ କରିପାରିବା। ବିଶେଷ କରି ଆମର ଆଜି ଆଲୋଚନା କରାଗଲା ଯେଉଁ ଆମର ନୂଆ ନୂଆ ଧାନ କିସମ କେମିତି ହେଇପାରିବ, ଯୋଉଟାକି ଆମର ତଳୁଆ ଅଞ୍ଚଳରେ ଚାଷ କରିପାରିବ, ଲୁଣି ସହଣୀ ଧାନ କେମିତି ଆମେ ଚାଷ କରିପାରିବା, ଆମର ବାସ୍ନା ଧାନ କେମିତି ଚାଷ କରିକି ଲୋକମାନେ ଅଧିକା ଲାଭବାନ ହେଇପାରିବେ, ବହୁତ କେମିତି ଆମର ଉଦ୍ୟୋଗୀ ହେଇପାରିବେ ଏବଂ ତାଙ୍କର ଆୟ ବଢ଼ିପାରିବ। ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଭଦ୍ରକ ଜିଲ୍ଲାର 106 ଜଣ ବରିଷ୍ଠ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏ ସମ୍ପର୍କରେ ଧାମନଗର ବ୍ଲକ ଲୁଣିଆ ଖପରପଦା ପଞ୍ଚାୟତର ବରିଷ୍ଠ ନାଗରିକ ରାଜେନ୍ଦ୍ର ପଣ୍ଡା କହିଛନ୍ତି, ଆମେ ବରିଷ୍ଠ ନାଗରିକ ମାନଙ୍କର ଯେଉଁ ଯୋଜନା କରିଛନ୍ତି ଜଗନ୍ନାଥ ଦର୍ଶନ, ସେଥିରେ ଆମେ ଯାଉଛୁ ବିନା ଖର୍ଚ୍ଚରେ ସରକାର ଆମକୁ ନେଇ ଯାଉଛନ୍ତି। ଆମେ ଆଗରୁ ପଇସା ଖର୍ଚ୍ଚ କରି ଯିବାର ଯୋଜନା କରିପାରୁନଥିଲୁ। ପ୍ରାୟ ଭଦ୍ରକ ଜିଲ୍ଲାରୁ 100ରୁ ଉର୍ଦ୍ଧ୍ୱ ଆମେ ଯାତ୍ରା କରିବୁ। ଏ ଯେଉଁ ଯୋଜନା ଦ୍ୱାରା ଆମେ ବୃଦ୍ଧ ବୃଦ୍ଧା ମାନେ ଯାଇ ଜଗନ୍ନାଥ ଦର୍ଶନ କରିବୁ। ମହାନ କ୍ରାନ୍ତିକାରୀ ପୁରୁଷ ଶହୀଦ ଭଗତ ସିଂ, ଶହୀଦ ରାଜଗୁରୁ, ଶହୀଦ ସୁଖଦେବଙ୍କ 95ତମ ବଳିଦାନ ଦିବସ ଓ ରକ୍ତଦାନ ଶିବିର ଭଦ୍ରକ ଜିଲ୍ଲା ଶହୀଦ ଭଗତ ସେନା ପକ୍ଷରୁ ଚରମ୍ପା ଅଗ୍ରସେନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପରିବହନ ବାଣିଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖ ମୋଟର ସାଇକେଲ ଶୋଭାଯାତ୍ରାରେ ଗୋଶାଳା ରାଜଘାଟ ଛକରୁ ନଗର ପରିକ୍ରମା କରି ଚରମ୍ପାରେ ପହଞ୍ଚିଥିଲେ। ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଶିଳାନ୍ୟାସ କରିଛନ୍ତି। ଅସୁରାଳିରେ 78 ଲକ୍ଷ ଟଙ୍କା ବ୍ୟୟରେ ପ୍ରାଥମିକ ଆୟୁଷ୍ମାନ ସ୍ୱାସ୍ଥ୍ୟକେନ୍ଦ୍ର, ଖପରପଦା ପଞ୍ଚାୟତରେ ଜଳ ଜୀବନ ମିଶନ ଅଧୀନରେ 1.5 ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ଯୋଗାଣ ଟାଙ୍କି ଓ ଯାତ୍ରୀ ବିଶ୍ରାମାଗାର ଠାରେ ଶୀତଳ ପାନୀୟ ଜଳକୁ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ସେ ଗୋବିନ୍ଦପୁରଠାରେ କପାଳି ନଦୀ ଉପରେ ଇଚ୍ଛାପୁର ରାସ୍ତାରେ ନିର୍ମିତ ନୂତନ ସେତୁ, ଗଢ଼ିଆଳି ପଞ୍ଚାୟତରେ ରେଭ୍ ନଦୀ ଉପରେ କାକୁଡ଼ିଗଡ଼ିଆ ସେତୁ, ଭଟ୍ଟସାହି ପଞ୍ଚାୟତରେ ସେତୁ ବନ୍ଧନ ଯୋଜନାରେ କଣ୍ଡିଆ ଓ ଗେଙ୍ଗୁଟି ନଦୀ ଉପରେ ଏକାଧିକ ସେତୁ ଏବଂ ନଦୀ ତଟ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ଶ୍ରୀରାମ ନବମୀ ମହୋତ୍ସବ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ 7 ଦିନ ଧରି ପାଳନ ହେବ। ଏହା ସହିତ ବିଭିନ୍ନ ସାମାଜିକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ନୂଆବଜାର ସ୍ଥିତ ଯଜ୍ଞଶୂଳ ଗାନ୍ଧୀ ପଡ଼ିଆଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବିଶ୍ୱ ପଖାଳ ଦିବସରେ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ମଣିବାବାଙ୍କଠାରେ ଦହି ପଖାଳ ଏବଂ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଭୋଗ ଲାଗି ହେବା ପରେ ନୀତିକାନ୍ତି ସହ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପଖାଳ ଦିବସରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ପ୍ରମୁଖ ଯୋଗଦେଇ ଓଡ଼ିଆ ଅସ୍ମିତା ପରମ୍ପରା ରୋଷେଇଶାଳରେ ଦହି ପଖାଳ ଖାଦ୍ୟକୁ ସମସ୍ତେ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରୀୟ ନବବର୍ଷ ଅବସରରେ ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଜିଲ୍ଲାର ବିଷ୍ଣୁପୁର ପଞ୍ଚାୟତ ହସନପୁର ଶ୍ରୀରାମ ପଡ଼ିଆଠାରେ ଗୋମାତା ପୂଜନ ଏବଂ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ନୂଆବଜାର ସ୍ଥିତ ଗାନ୍ଧୀ ପଡ଼ିଆଠାରେ ଶତାଧିକ ଶ୍ରଦ୍ଧାଳୁ ଓ ଯୁବବର୍ଗର ନେତୃତ୍ୱମାନେ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି 16 ନମ୍ବର ଜାତୀୟ ରାଜପଥ ଦେଇ ବିଷ୍ଣୁପୁର ପଞ୍ଚାୟତ ହସନପୁର ଗ୍ରାମର ଶ୍ରୀରାମ ମନ୍ଦିର ପଡ଼ିଆରେ ପହଞ୍ଚିଥିଲେ। ବହୁ ବିଶିଷ୍ଟ ସାଧୁସନ୍ଥ ଓ ପଣ୍ଡିତମାନେ ପହଞ୍ଚିବା ପରେ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।